ছি 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 রে ননি ছি রে ছি রে ছি ধনকে দেখলু তুই ননি সিনা মনকে চিনলু নাই সুনাকে চিনলু বানাকে চিনলু মনুষু চিনলু নাই মুই গাঁ যাই করি আসলা বেলে কেন্তা পাথরি দেলু রে নুনি ছি 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 রে ননি ছি 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 রে ননি ছি রে ছি রে ছি। নিশ্চিত ভাবে কাହିଁକି ନା ଦେଖନ୍ତୁ ଭୂପେନ ହଜାରିକା ଆସାମର ଭୂପେନ ହଜାରିକା ଯିଏକି ସିଏ ବି ଏଇ ଗୀତ ପାଇଁ ଏଇ ମ୍ୟୁଜିକ୍ ପାଇଁ ବୋଲିକି ସିଏ ଇଏ ପଦ୍ମଶ୍ରୀ ଆୱାର୍ଡ଼ ପାଇଥିଲେ। ଆମର ରଙ୍ଗବତୀ ଯେଉଁ କରିଥିଲେ ଜିତେନ୍ଦ୍ର ହରିପାଲ ସିଏ ବି ରଙ୍ଗବତୀ ଗୀତକୁ ନେଇକରି ସିଏ ପଦ୍ମଶ୍ରୀ ପାଇଥିଲେ। କିନ୍ତୁ ଏଇ ଯେଉଁ 8ଟା ଯାକ ଗୀତ ଇଏ ସୁପରହିଟ୍ ଚାଲିଥିଲା ସେତେବେଳଠୁ। ଆଉ ସବୁଠୁ ବଡ଼ କଥା ହେଉଛି ସମ୍ବଲପୁରୀ ଗୀତ ଥିଲା ଜିତେନ୍ଦ୍ର ହରିପାଲ ସେତେବେଳେ ଗାଇଥିଲେ। କିନ୍ତୁ ଦେଶିଆରେ ଏମିତି ଗୋଟେ ଗୀତ ଆଗରୁ ବାହାରି ନଥିଲା। ଇଏ ସେଟା ଟ୍ରେଣ୍ଡ ଷ୍ଟାର୍ଟ କରିଛନ୍ତି, ଦେଶିଆକୁ ଗୋଟେ ପରିଚୟ ଦେଇଛନ୍ତି ୱାର୍ଲଡ ଲେଭେଲରେ। ତ ସେଥିପାଇଁ ବୋଲିକି ସତ୍ୟ ଅଧିକାରୀ ନିଶ୍ଚିତ ଭାବେ ଏଇ ଯେଉଁ ଗୀତ ପାଇଁ ସେ ନିଶ୍ଚିତ ଭାବେ ପଦ୍ମଶ୍ରୀ ପାଇବା କଥା। ଏଇଟା ହେଉଛି ଆମର ହକ୍। ମୋ ନାଁ ମନୋଜ କୁମାର ପାତ୍ର, ମୁଁ କୋରାପୁଟିଆ କଳା ଓ କଳାକାର ସଂଘର ସଭାପତି ଅଛି। ମାନେ ମୁଁ ଏଇ ମାଟିରେ ଜନ୍ମ ହେଇଛି, ଏଇ ମାଟିରେ ବଢ଼ିଛି, ମୋର ଏଇ କୋରାପୁଟ ମାଟି। ମୁଁ ସେଥିପାଇଁ ଏତେ ଗର୍ବିତ ଏଇ ଗୀତକୁ ନେଇକିରି। ବହୁତ ବୋଲେ ଏତେ ଖୁସି ଲାଗୁଛି, ଆପଣ ଦେଖୁଥିବେ ବର୍ତ୍ତମାନ ମୋ ରୁମ ଟାଙ୍କୁରି ଉଠୁଛି ସେଇ ଗୀତ କଥା କହିଲେ। ସେ କାହିଁକି ମୁଁ ନିଜକୁ ବହୁତ ଭାଗ୍ୟବାନ ମନେ କରେ ଯେ ଯେଉଁ ସତ୍ୟ ଅଧିକାରୀ ଏଇ କୋରାପୁଟ ଜିଲ୍ଲାର ଏଇ ମାଟିର ପୁଅ, ଏଇ ଜୟପୁରର ପୁଅ, ତାଙ୍କ ଘର ହେଉଛି ପାରାବେଡ଼ାରେ, ଜୟପୁର ପାରାବେଡ଼ାରେ। ସିଏ ଯେଉଁ ଆଜି ଯେଉଁ ଯୁଗଜୟୀ ଯେଉଁଟା କହିବା ଆମେ କାଳଜୟୀ ଯେଉଁ ଗୀତଟା ସେ ଛାଡ଼ିକି ଯାଇଛନ୍ତି। ଏଇ ଖାଲି ଗୋଟେ ଗୀତ ନୁହେଁ, ସେହି ସମୟରେ ଯେତେବେଳେ 1992 ମସିହାରେ କେହି ବି ଗୀତ ପ୍ରତି ମାନେ କିଏ ଚିନ୍ତା କରିପାରୁନଥିଲେ ଯେ ଗୋଟେ କ୍ୟାସେଟ୍ରେ ଆମର ବାହାରିବ କି ଆମେ କ୍ୟାସେଟ୍ରେ ଆମର ଗୀତ ବାଜିବ, ଘରେ ଘରେ ବାଜିବ କି ଇଏ ରେକର୍ଡ଼ରେ ବାଜିବ କି ବାହାଘରେ ବାଜିବ ବୋଲିକି ଚିନ୍ତା କରିପାରୁନଥିଲେ। ସେହି ସମୟରେ ଯିଏକି ସତ୍ୟ ଅଧିକାରୀ ସେ ଗୋଟେ ପଦକ୍ଷେପ ନେଇଥିଲେ। ସେତେବେଳକୁ ସେ 92 ମସିହାରେ ସେ ଯେତିକି ପଇସା ଖର୍ଚ୍ଚ ହେଉ ଯାହା ହେଉ ବୋଲି କହି ମୁଁ ବି ସେଇ ଟିମ୍ରେ ଜଣେ ମେମ୍ବର। ଯେ ମୁଁ ନିଜକୁ ଏତେ ଗର୍ବିତ ମନେ କରୁଛି ଯେ ତାଙ୍କ ସାଙ୍ଗରେ ମୁଁ ସଂଶ୍ଳିଷ୍ଟ ଥିଲି, ସେଇ ଯେଉଁ ଟିମ୍ ସାଙ୍ଗରେ ମୁଁ ସଂଶ୍ଳିଷ୍ଟ ଥିଲି। ଏବଂ ସେଇ ଯେଉଁ ତାଙ୍କର ପଦକ୍ଷେପଟା ଏତେ ପ୍ରଶଂସନୀୟ କହିହେବନି, କଥାରେ କହିହେବନି। ଯେଉଁଟାକି ସେ ଟାଇମ୍ରେ ସେ ସାହସ କରିଥିଲେ କଟକ ଯାଇକିରି ଷ୍ଟୁଡ଼ିଓରେ ସେ ରେକର୍ଡ଼ିଂ କରିକି ସେ ଗୀତଟା କରିଥିଲେ, ସେ କ୍ୟାସେଟ୍ଟା କରିଥିଲେ। ସେ ଯେଉଁଟାକି ତା'ର 8ଟା ଗୀତ ଯାକ ସେତେବେଳେ ସୁପରହିଟ୍ ଥିଲା। ଯେମିତିକି ମୂଷାକେ ମାର, ପାନି ମାରିଗଲା ଝାଇଁ, ଏନୋନି ବିହାରୀ ପାନି, ଆଖି ମରା ତୁଇରେ ଝିଲି, ଏପରି ସବୁ ଯାକ ଗୀତ ପୁରା ସେତେବେଳକୁ ଟ୍ରେଣ୍ଡ ଚାଲିଥିଲା। ସେତେବେଳେ ବି ନାଇଁକି ସବୁ ଟ୍ରକ୍ ଡ୍ରାଇଭର ମାନେ ଦିଲ୍ଲୀ ପର୍ଯ୍ୟନ୍ତ ଆମର ଅଲ୍ ଇଣ୍ଡିଆ ଲେବୁଲ୍ରେ ଟ୍ରକ୍ ଡ୍ରାଇଭର ମାନେ ଯେଉଁଠି ଦେଖିଲେ ଶୁଣିଲୁ, ଯେଉଁ ବାହାଘର ଦେଖିଲେ ଶୁଣିଲୁ। ମୁଁ ଥରେ ଆନ୍ଧ୍ରପ୍ରଦେଶ ଯାଇଥିଲି ସେଇ ସମୟରେ ଆନ୍ଧ୍ରପ୍ରଦେଶରେ ବି ସେ ବାହାଘରରେ ସେ ଗୀତ ଟ୍ରେଣ୍ଡ ଚାଲିଥିଲା, ସେ ସବୁ ବାଲିଫୁଲ କ୍ୟାସେଟ୍ର ଗୀତ ଯାକ। ସେଥିପାଇଁ ନିଜକୁ ଗୋଟେ ବହୁତ ଗର୍ବ ମନେ କରେ। 1992 ମସିହାରେ ଯେଉଁ ଜର୍ଣ୍ଣି ଷ୍ଟାର୍ଟ ହେଇଥିଲା, 1993 ମସିହାରେ ମୋର ଠିକ୍ ମନେ ଅଛି, ସେ ସେତେବେଳେ ଆଉ ଗୋଟେ ସେ କ୍ୟାସେଟ୍ ରିଲିଜ୍ କରିବାକୁ ଯାଇଥିଲେ। କ୍ୟାସେଟ୍ ଗାଇଥିଲେ ବି ସେଟା ହେଉଛି ଆମର ପୁନିଜନ ବୋଲିକି ଗୋଟେ କ୍ୟାସେଟ୍, ତା'ର ବାଲିଫୁଲର ନେକ୍ସଟ କ୍ୟାସେଟ୍ଟା। ଠିକ୍ ସେଇ ଦିନ ହିଁ ଆମେ ଗୋଟେ ଅଡ଼ିଓ କ୍ୟାସେଟ୍, ଡ୍ରାମା କ୍ୟାସେଟ୍ ଗୋଟେ ଦେଶିଆରେ କରିଥିଲୁ ଆମେ। ସେଇ କ୍ୟାସେଟ୍ଟା ହେଉଛି ମାଇଜି ପୁରାଣ, ମୁଁ ସେଥିରେ ରୋଲ୍ କରିଛି। ଆଉ ସେ ଯେଉଁ ଯେତେ କଷ୍ଟରେ ସିଏ କରିଥିଲେ ସେ ସତ୍ୟ ଅଧିକାରୀ ଭାଇନା, ତାଙ୍କ ପଛରେ ଗୋଟେ ବଡ଼ ହାତ ଥିଲା ତାଙ୍କ ସାନ ଭାଇ ସୁଶାନ୍ତ ଅଧିକାରୀ। ସୁଶାନ୍ତ ଅଧିକାରୀ ଯିଏକି ସିଏ ସତ୍ୟ ଭାଇନାଙ୍କୁ ସିଏ ପର୍ସ୍ୟୁ କରିଥିଲେ ଯେ ନାଇଁ ଆମେ ଗୋଟେ ଦେଶିଆରେ ଗୋଟେ କ୍ୟାସେଟ୍ ଗୋଟେ କରିବା, ଦେଶିଆ ଗୀତ କ୍ୟାସେଟ୍ ଗୋଟେ କରିବା ବୋଲି ସିଏ ତାଙ୍କ ପଛରେ ଖାଲି ଲାଗିଥିଲେ। ସେତେବେଳେ ଧନଞ୍ଜୟ ଶତପଥୀ ଥାନ୍ତି, ଧନଞ୍ଜୟ ଶତପଥୀ ସାଙ୍ଗରେ ବି କଥାବାର୍ତ୍ତା କରିଥିଲେ ସେ। ତାପରେ ଯାଇକି ବାଲିଫୁଲର ଆରମ୍ଭ ହେଲା। ମୁଁ ନିଜେ ଦେଖିଛି ଯେତେବେଳେ ମୁଁ ସତ୍ୟ ଭାଇନା ଘରକୁ ଯାଏ, କାହିଁକିନା ସିଏ ହେଉଛି ମୋର କଜିନ୍ ଭାଇ ଲାଗନ୍ତି, ସିଏ ମୋର ପିଉସୀ ପୁଅ ଭାଇ ଲାଗନ୍ତି ସତ୍ୟ ଅଧିକାରୀ। ଯେତେବେଳେ ତାଙ୍କ ଘରକୁ ମୁଁ ଯିବି, ଦୁଇ ଭାଇ, ଜଣେ ସୁଶାନ୍ତ ଅଧିକାରୀ ତବଲା ଧରି ବସିଥିବେ, ଆଉ ସତ୍ୟ ଭାଇନା ସିଏ ହାରମୋନିୟମ୍ ଧରିକି ବସିଥିବେ। ସବୁବେଳେ ଏଇ ଗୀତ ପ୍ରାକ୍ଟିସ୍ ଚାଲିଥିବ। ସେ କେମିତି ଦେଶିଆ କ୍ୟାସେଟ୍ ଗୀତ ଗୋଟେ କରିବା, ଆଉ ଆମେ କେମିତି ଏଇଟା ଗୋଟେ ଷ୍ଟାର୍ଟିଂ କରିବା। ମୁଁ ଏତିକି କହିବି ଯେ ସତ୍ୟ ଭାଇନାଙ୍କୁ, ସେ ସ୍ୱର୍ଗରେ ଯେଉଁଠି ଥାଇକି ବି ସେ ଆମକୁ ଦେଖୁଥାନ୍ତୁ, ଆମକୁ ଆଶୀର୍ବାଦ କରିଥାନ୍ତୁ ଯେ ସତ୍ୟ ଭାଇନା ଗୋଟେ ଏମିତି ଗୋଟେ ଟ୍ରେଣ୍ଡ କରିକି ଛାଡ଼ି ଦେଇକି ପଳେଇଗଲେ। ଆଜିର ଟ୍ରେଣ୍ଡ ନୁହେଁ ଏଇଟା, ଏ ଯେଉଁ ବାଲିଫୁଲଟା ଆଜିର ଟ୍ରେଣ୍ଡ ନୁହେଁ, ସେତେବେଳର ବି ବହୁତ ବଡ଼ ଟ୍ରେଣ୍ଡ। କ'ଣ ସେ ଟ୍ରେଣ୍ଡଟା? କୋରାପୁଟିଆ ଦେଶିଆ ଗୀତକୁ ସେ ଗୋଟେ ପରିଚୟ ଦେଇଥିଲେ। ସେଟା ହେଉଛି ଆମର ମାଟି ତାଙ୍କ ପ୍ରତି ସବୁବେଳେ ଋଣୀ ରହିବ। ଆମେ ସମସ୍ତେ ଯେତିକି କୋରାପୁଟିଆ କଳାକାର ଅଛୁ କିମ୍ବା କୋରାପୁଟବାସୀ ଅଛୁ, କୋରାପୁଟ ବାସିନ୍ଦା ଅଛୁ, ଏଇଟା ସମସ୍ତେ ତାଙ୍କ ପ୍ରତି ଆମେ ଏଇଟା ଗୋଟେ ବଡ଼ ଶ୍ରଦ୍ଧାଞ୍ଜଳି ଯେ ସିଏ ଯେଉଁ
प्रकार देशियाटा को लोकलोचन को आनी देशिया भाषाटा को से सब धन्यवाद पात्र किसी भाषा नहीं जमी धन्यवाद देवा से लोकटा से जिनस करदे जापर बहुत कैसेट आसला। सर गीत को लेकिन बर्तमान जो किसी हाईजैक कौन अरे भाई शुणु गोटे जिनस जदि सी कथार अच्छी कि नहीं बणरे हाथी थे भी रजाघरटा ठीक सेमती जोटा सत सीटा सत एवं देखो मुझे गोटे सम्बलपुरी गीत को रंगवती गीत को कहीदेवी ना यहाँ कोरापुटिया गीत संभव कि से संभव हो पारे तेणु ये जो लोकंर मन जो गोटे भूल धारणा अच्छी जे ये जो छी 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 रे ननी गीतटा सी हूँ सम्बलपुरी गीत बोले टोटाल भूल। यहाँ हूँ आमर कोरापुटिया देशिया गीत यहाँ देशिया गीत तार लेखक होती सत्य अधिकारी तार कंपोजर होती सत्य अधिकारी तार गायक होती सत्य अधिकारी एवरीथिंग सत्य अधिकारी करचंती जोटा कि जयपुर प्योर देशिया माटीरू यही गीत बाहरी यही गीतटा को अन्य माने आमर गीत कि सम्बलपुरी गीत बोली कहवा गोटे दुखदायक घटना एथुरु निवृत्त रुहतु समस्त को मुझे कहबी जे अन्य जो आमर ये जो पब्लिक अच्छा पब्लिक को मुझे जन देवा चाहे जोड़ हस्तर जन देवा चाहे जे भाई यहाँ सम्बलपुरिया गीत नुहे ये हूँ आमर प्योर कोरापुटिया देशिया गीत जोटा कि 1992 मसीह सत्य अधिकारी गाई से भी सी यहाँ गोटे बहुत बड़ ट्रेंड थिला। सर कोरापुट गीत को फिल्म रे मुझे आरपी पट्टनायक ताको माने कंपोज करथिले आको नेकिना किछि कहउछन जे तेलुगु रो कंपोज ठीक कथा हाँ मुझे यहाँ शुणी जोटा कि आमर जो यहाँ तो 1992 होता बालीफुल किंतु आरपी पट्टनायक जी कि ये जयपुर पिला सी जयपुर पिला सी हूँ आरपी पट्टनायक जी सी मोर बाल्य बंधु से ये तिरुपति पट्टनायक भाई सी जी के गौतम पट्टनायक बोली तेलुगु रे जो डायरेक्टर अच्छा भाई सी घर हूँ जयपुर सी 2002 मसीह छी 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 बुलामा छी बोलिकी गोटे गीत गोटे आपको इन्स्पायर होकर छी 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 रे ननी की इन्स्पायर होकर से गीतटा करते सी रंगवती गीत को भी कर सी तो इमती आम कहवा ना रंगवती देखिक रंगवती होती देखिए छी 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 रे ननी यहाँ कहवा भूल यहाँ पूरा यार रेकर्ड अच्छी आप चेक करेंगे जो सर रंगवती गीत को जदि पद्मश्री पुरस्कार दि जाए बालीपुर तो 8 गीत सुपरहिट होता तो आपको नहीं आम दाबी कर रखिपर कि आम अधिकार आम पाइपर निश्चित भाव कहीं देखो भूपेन हजारिका आसाम रो भूपेन सी भी यही गीत म्यूजिक बोल सी ये पद्मश्री अवार्ड पाई आमर रंगवती जो करते जितेंद्र हरिपाल सी भी रंगवती गीत को लेकर सी पद्मश्री पाई किंतु ये जो 8टा जाक गीत ये सुपरहिट चलता से आउ सब बड़ कथा हूँ सम्बलपुरी गीत थिला जितेंद्र हरिपाल से गाई किंतु देशिया रे एमती गोटे गीत आगु बाहरी नथिला ये ट्रेंड स्टार्ट कर देशिया को गोटे परिचय देते वर्ल्ड लेवल रे तो से बोल कि सत्य अधिकारी निश्चित भाव ये जो गीत सी निश्चित भाव पद्मश्री पाइबा कथा यहाँ हूँ आम हक मु अनुरोध करी केंद्र सरकार राज्य सरकार को जे एपाई जदि आम किसी सम्मान देवाक चाहूचे सत्य अधिकारी को यही गीत बोली जेहेतु ये हूँ कोटी कोटी संख्यार भाइराल है ये जोटा कि रंगवती भी सी जगह को आगु बोधे छुई पार नाला मुझे भावुँ आज ये जो गीतटा आप जो देखिए इंटरनेशनाली ये हूँ भाइराल चलती तेणु सत्य अधिकारी जदि आम प्रकृत सम्मान देवार अच्छे आम दाबी करूँ कलाकार संघ तरफ जे निश्चित भाव सत्य अधिकारी गोटे पद्मश्री पुरस्कार रे निश्चित सम्मानित करवा दरकार।